ମୀଳା ମହାପାତ୍ର ବିଜେପିର ରାଜ୍ୟ ମୁଖପାତ୍ର। ଦେଖନ୍ତୁ ମ୍ୟାଡାମ ଆଜି ଯେତେବେଳେ ଅନ୍ତିମ ପର୍ଯ୍ୟାୟ ବର୍ତ୍ତମାନ ଥିଲା ବର୍ତ୍ତମାନ ଭୋଟଦାନ ଅନ୍ତିମ ପର୍ଯ୍ୟାୟ ଥିଲା ଆଉ ବିଶେଷ କରି ଯେଉଁଭଳି ଭାବରେ 6ଟି ଲୋକସଭା ଆଉ 22ଟି ବିଧାନସଭା କ୍ଷେତ୍ର ବର୍ତ୍ତମାନ ସରିଛି ସେ କ୍ଷେତ୍ରରେ ବର୍ତ୍ତମାନ କଥା ହେଉଛନ୍ତି ବର୍ତ୍ତମାନ ଜାତୀୟ ଗଣମାଧ୍ୟମ ଯାହା ଚର୍ଚ୍ଚା କରୁଛି ବିଜେପି ବର୍ତ୍ତମାନ 16ରୁ ବର୍ତ୍ତମାନ 21ଟି ଲୋକସଭା କ୍ଷେତ୍ରରେ ବର୍ତ୍ତମାନ 16 କିମ୍ବା 17 ଭିତରେ ନେଉଛି ସେ କଥା ଆପଣ ମତେ କଣ କହିବେ? ଦେଖନ୍ତୁ ଏକ୍ଜିଟ୍ ପୋଲର ଯାହା ହିସାବ ଆସିଯାଇଛି ବା ଫିଗର ଆସିଯାଇଛି ଆମେ ସମସ୍ତେ ଜାଣିଲେଣି। ସମଗ୍ର ଭାରତ ବର୍ଷରେ ମୋଦିଜୀଙ୍କର ଲହର, ମୋଦିଙ୍କର ନେତୃତ୍ୱ, ମୋଦିଜୀଙ୍କର ମାନେ ବ୍ୟକ୍ତିତ୍ୱ ଇଏ ସମଗ୍ର ଭାରତ ବର୍ଷରେ ଗୋଟେ ଚର୍ଚ୍ଚାର ବିଷୟ। ଖାଲି ସେତିକି ନୁହେଁ, 10 ବର୍ଷର ସୁଶାସନ ଭିତରେ ମାନ୍ୟବର ଯଶସ୍ୱୀ ନରେନ୍ଦ୍ର ମୋଦିଜୀ ଯୋଉ ସବୁ କାମ କରିଛନ୍ତି, ସେ ଗରିବ କଲ୍ୟାଣ ଅନ୍ନ ଯୋଜନା ହଉ ବା ଆପଣଙ୍କର ଆଜି 80 କୋଟିର ଲୋକ ଭାରତ ବର୍ଷରେ ଆଜି ଗରିବ ଲୋକମାନେ ଆଜି ରାସନ ପାଇପାରୁଛନ୍ତି। ଆଜି 10 କୋଟି ଲୋକ ଓଡିଶାରେ ଆଜି ଭାରତ ବର୍ଷରେ 10 କୋଟି ଲୋକ ଆଜି ମଧ୍ୟ ଉଜ୍ଜଳା ଗ୍ୟାସରେ ସାମିଲ ହେଇପାରିଛନ୍ତି। 50 କୋଟିରୁ ଉର୍ଦ୍ଧ୍ୱ ଲୋକ ଆଜି ଭାରତ ବର୍ଷରେ ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟରେ ଆଜି ସାମିଲ ହେଇପାରିଛନ୍ତି। ସିଧାସଳଖ 43 ଲକ୍ଷ କୋଟିର ଟଙ୍କା ସେମାନଙ୍କର ଆକାଉଣ୍ଟକୁ ଯାଇପାରିଛି। ଆଜି 11 କୋଟି ଲୋକଙ୍କ ଘରେ ଆଜି ଆପଣଙ୍କର ଶୌଚାଳୟ ହେଇପାରିଛି। 14 କୋଟିର ଲୋକଙ୍କ ଘରେ ଆଜି ଆପଣଙ୍କର ବିଶୁଦ୍ଧ ପାଣି ପାଇପାରୁଛନ୍ତି ଲୋକମାନେ। ଆପଣଙ୍କର 9 କୋଟି ଲୋକଙ୍କ ଘରେ ଆଜି ଉଜ୍ଜଳ ଆଲୋକୀକରଣର ବ୍ୟବସ୍ଥା କରାଯାଇଛି। ଖାଲି ସେତିକି ନୁହେଁ, ଅନେକ କାମ କରିଛନ୍ତି। ଧାରା 370ର ଉଚ୍ଛେଦ ହଉ, ରାମ ମନ୍ଦିର ନିର୍ମାଣ ହଉ, ରିପିଲ ତଲାକର ଉଚ୍ଛେଦ ହଉ ଏବଂ ସର୍ବୋପରି ମହିଳା ମାନଙ୍କ ପାଇଁ ନାରୀ ଶକ୍ତି ବନ୍ଦନ ଅଧିନିୟମ ଯାହା ଆଣିଲେ, ଯୋଉଟା କି ପ୍ରତ୍ୟେକ ମହିଳାକୁ ରାଜନୈତିକ କ୍ଷେତ୍ରରେ ସକ୍ରିୟ କରିବ। ତେଣୁ ଏଇଭଳି ଅନେକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ଯୋଉଗୁଡେ ମୋଦୀ ସରକାର ହାତକୁ ନେଇଛନ୍ତି, କଥା ନୁହେଁ କାମରେ ବିଶ୍ୱାସ କରୁଥିବା ମୋଦୀ ସରକାର ସବକା ସାଥ ସବକା ବିକାଶ ଏହା ମଧ୍ୟ ଏକ ରାଜନୈତିକ ସ୍ଲୋଗାନ ନୁହେଁ, ଏହା ହେଉଛି ଭାରତ ବର୍ଷ ପ୍ରତି ବା ରାଷ୍ଟ୍ର ପ୍ରତି ପ୍ରତିବଦ୍ଧତା। ତେଣୁ ସାଧନାରୁ ସିଦ୍ଧି ଏଇ ଯୋଉ ଲମ୍ବା ସମୟ, ଏହା ନିଶ୍ଚିନ୍ତ ଭାବରେ ସୁଦୂର ପ୍ରସାରୀ ଏବଂ ଭାରତ ବର୍ଷରେ ମୋଦୀଙ୍କର ବିକଳ୍ପ ନେତୃତ୍ୱ ନାହିଁ। ଏକଥା ମୁଁ କହୁନାହିଁ, ଭାରତ ବର୍ଷ ବାହାରେ ମଧ୍ୟ ବଡ ବଡ ବିଶ୍ୱ ନେତା ମାନେ ମଧ୍ୟ ଏକଥାକୁ ସ୍ୱୀକାର କରୁଛନ୍ତି ଏବଂ ମୋଦିଜୀଙ୍କ ଶାସନ ଭିତରେ ଆଜି ମଧ୍ୟ ଭାରତ ଆଜି ଅର୍ଥନୀତିରେ ପଞ୍ଚମ ବୃହତ୍ତର ହେଇପାରିଛି ଏବଂ ଆଜି ପାଖାପାଖି 27ଟି ଦେଶରେ ଆଜି ଆମର ଭାରତୀୟ ମୁଦ୍ରାର କାରବାର ହେଇପାରୁଛି। ଆଜି ଗ୍ଲୋବାଲ ଚେନରେ ବା ଭ୍ୟାଲୁ ଚେନ୍ ଗ୍ଲୋବାଲରେ ଆଜି ଆମର ଦେଖା ଦେଇଛି ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ରୂପେ ଉଭା ବର୍ତ୍ତମାନ ଏଇଠି ହେଇଛି। ଅଟକିବା ପାଇଁ ଚାହିଁବି ଆପଣ ଯେତେ କଥା ସବୁ କହିଲେ ହୁଏତ ନରେନ୍ଦ୍ର ମୋଦୀଙ୍କର ବର୍ତ୍ତମାନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନେ ସର୍ବଭାରତୀୟ କ୍ଷେତ୍ରରେ ବହୁତ କିଛି ହେଇଛି, କିନ୍ତୁ ଓଡିଶା କ୍ଷେତ୍ରରେ ବର୍ତ୍ତମାନ ସେଭଳି କିଛି ପରିଲକ୍ଷିତ ହଉନି ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଦେଖନ୍ତୁ ବିଜେଡି ଯେଭଳି ଭାବରେ ବର୍ତ୍ତମାନ ବିଗତରେ ଯେଭଳି ଭାବରେ ତାର ଇଏ ବଜାୟ ରଖିଥିଲା ପୁଣି ଯାକ ବଜାୟ ରଖିବନି ବର୍ତ୍ତମାନ ଯୋଉ ଦୃଢତା କହୁଛି ଆପଣ କଣ କହିବେ? ଦେଖନ୍ତୁ, ଯଦି ଭାରତ ବର୍ଷରେ 4 କୋଟି ଲୋକ ପ୍ରଧାନମନ୍ତ୍ରୀ ଆବାସ ପାଇଛନ୍ତି, ଓଡିଶାରେ ମଧ୍ୟ 29 ଲକ୍ଷ ପାଇଛନ୍ତି। ଯଦି ଭାରତ ବର୍ଷରେ 10 କୋଟି ଲୋକ ଆଜି ଉଜ୍ଜଳା ଗ୍ୟାସରେ ସାମିଲ ହୋଇଛନ୍ତି, ଓଡିଶାରେ ମଧ୍ୟ 50 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ସେଥିରେ ସାମିଲ ହେଇପାରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ଆବାସ ଆଜି ଗରିବ କଲ୍ୟାଣ ଅନ୍ନ ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ଚାଉଳ ଦଉଛନ୍ତି ଗରିବ ଲୋକଙ୍କୁ। ଆପଣଙ୍କର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଦଉନାହାନ୍ତି, ଏ କଥା ଗରିବ ଲୋକମାନେ ଜାଣି ସାରିଛନ୍ତି। ତେଣୁ ଅନେକ ଯୋଜନା ହେଇଛି ଯାହା ଆମର ଗରିବ ଲୋକମାନେ ଉପକୃତ ହେଇପାରିଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ଆମେ କହିଛୁ ଯେ ଓଡିଶାର ଅସ୍ମିତା କଥା କହିଛୁ, ଓଡିଶାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଚାରିଦ୍ୱାର କଥା କହିଛୁ, ରତ୍ନଭଣ୍ଡାର ପ୍ରସଙ୍ଗ କଥା କହିଛୁ ଏବଂ ଗରିବ ମାନଙ୍କ ପାଇଁ ବିଶେଷ କରି ଓଡିଶାରେ ସର୍ବୋପରି ଭାରତରେ 4ଟି କଥାକୁ ମାନନୀୟ ନରେନ୍ଦ୍ର ମୋଦୀଜୀ ସବୁଠୁ ଅଗ୍ରାଧିକାର ଦେଇଛନ୍ତି। ଗରିବ, ମହିଳା, କୃଷକ ଏବଂ ଯୁବକ, ଏ 4 ବର୍ଗର ଲୋକଙ୍କର ଯେତେବେଳେ ପର୍ଯ୍ୟନ୍ତ ମାନେ ଉନ୍ନତି ନ ହେଇଛି ସେ ପର୍ଯ୍ୟନ୍ତ ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେଇପାରିବ ନାହିଁ। ତେଣୁ ମାନନୀୟ ନରେନ୍ଦ୍ର ମୋଦୀଜୀଙ୍କର ବିକଶିତ ଭାରତ ସହିତ ବିକଶିତ ଓଡିଶାର ମଧ୍ୟ ସ୍ୱପ୍ନ ରହିଛି। ତେଣୁ ଏଠି 25 ବର୍ଷ ଧରିକି ବିଜୁ ଜନତା ଦଳ ଶାସନ କରୁଛି। ଭାରତୀୟ ଜନତା ପାର୍ଟି ନିଶ୍ଚିନ୍ତ ଭାବରେ ଆଗାମୀ ଦିନରେ ଓଡିଶାରେ ଡବଲ ଇଞ୍ଜିନିୟର ସରକାର କରିବ। ଏ କଥା ମୁଁ କହୁନାହିଁ, ଏଠି ସାଧାରଣ ଜନତା କହୁଛନ୍ତି। ସାଧାରଣ ଜନତାଙ୍କ ଭିତରେ ପୁଞ୍ଜିଭୂତ ଅସନ୍ତୋଷ ଅଛି, ସେ କଥାକୁ ଲୋକ ଭୋଟ ମାଧ୍ୟମରେ ସଫଳ କରିଛନ୍ତି। ତେଣୁ ନିଶ୍ଚିତ ଭାବରେ ସରକାର ହେଲେ ଅନେକ ଉନ୍ନୟନମୂଳକ କାମ ହେଇପାରିବ, ଏଥିରେ ଦ୍ୱିମତ ନାହିଁ। ଆପଣ କଣ କହୁଛି ବର୍ତ୍ତମାନ ମାନେ ଯୋଉଭଳି ଭାବରେ ବହୁମତ ପାଇବା କଥା ବର୍ତ୍ତମାନ ସରକାର ଗଢିବା ପାଇଁ କେତେ ଅଧିକା ପାଇବେ? ଦେଖନ୍ତୁ, ଆମେ ବହୁମତ ତ ନିଶ୍ଚିନ୍ତ ପାଇବୁ।
ओडिशा रे मध्य भारतीय जनता पार्टी सरकार हबो एकथा स्पष्ट। धन्यवाद।